ବୃନ୍ଦ ସମସ୍ତ ମାତୃମଣ୍ଡଳୀକୁ ହାର୍ଦ୍ଦିକ ଜୟଗୁରୁ ଏବଂ ଶୁଭେଚ୍ଛା ପ୍ରଣାମ କରୁଛି। ତାଙ୍କ ପାଖରେ ଆପଣମାନଙ୍କର ସମସ୍ତଙ୍କର ସାତ୍ବିକ ମଙ୍ଗଳ କାମନା କରେ। ଆଜି ଏକ ବିଶେଷ ସତ୍ସଙ୍ଗ ତାର ଉପକ୍ରମ କରିବାର କୌଣସି ପ୍ରକାର ପ୍ରୟୋଜନ ନାହିଁ। ଏତେ ବିଶିଷ୍ଟ ପରିମାଣ ଉପସ୍ଥିତ ଅଛନ୍ତି। ତ୍ରିଶୂଳ ଉତ୍କଳ ଆମର ଯେଉଁ ସତ୍ସଙ୍ଗ ତାର ମୁଖ୍ୟ କର୍ମକର୍ତ୍ତା ଡକ୍ଟର ଋଷିକେଶ ସେନାପତି, ଶ୍ରୀଯୁକ୍ତ ଡମ୍ବଧର ଦାସ ତଥା ନିରଞ୍ଜନ ବେହେରା, କଟକରୁ ଆଗତ ପ୍ରମୋଦ ଭାଇ ସମସ୍ତେ ଉପସ୍ଥିତ ଅଛନ୍ତି ଏବଂ ତତ୍ସହିତ ବିଶେଷ ଉପସ୍ଥିତି ଯାହାଙ୍କର ଆମେ ପାଇଲେ ସିଏ ହେଲେ ପରମ ଶ୍ରଦ୍ଧେୟ ଯତୀନ୍ଦ୍ର ବରିଷ୍ଠ କୀର୍ତ୍ତି ପ୍ରତିନିଧି ଦିଲ୍ଲୀ ସତ୍ସଙ୍ଗ ବିହାର ସଚିବ, এই মাটির পুত্র বরপুত্র পুরী উৎসব বাদে প্রায় ତାଙ୍କ ସହିତ ଦେଖା ସାକ୍ଷାତ ସଙ୍ଗ କରିବାର ସୁଯୋଗ ମିଳିଲା। ଏଇଥର ଠାକୁରଙ୍କ ଦୟାରୁ ମୁଣ୍ଡଳୀ ବାର୍ଷିକ ସତ୍ସଙ୍ଗରେ ମୋ ବଂଶୀଦାଙ୍କର ପ୍ରଥମ ସାତ ବାର୍ଷିକରେ ଯତୀନ୍ଦ୍ରଙ୍କ ସହିତ ବସିବାର ସୁଯୋଗ ହେଲା। ସେଥିପାଇଁ ମୁଁ ବ୍ୟକ୍ତିଗତ ଭାବରେ ତାଙ୍କ ପ୍ରତି କୃତଜ୍ଞ ଏବଂ ଧନ୍ୟବାଦ ଦେଉଛି। ବରପୁତ୍ରଙ୍କ ପାଖରେ ତାଙ୍କ ସୁଦୀର୍ଘ ନିରାମ ସୁନ୍ଦର ଇଷ୍ଟକେନ୍ଦ୍ର କରି ମୁଁ ଅବশ্যଇ ପ୍ରାର୍ଥନା କରିବି। ଅନ୍ୟ ଏକ ବରପୁତ୍ର ସମ୍ବାଦ ପାଇଲେ ଡକ୍ଟର ବିନାୟକ ମହାପାତ୍ର ସେ ଆସି ପହଞ୍ଚିଛନ୍ତି ବୋଲି। ଏ ଯେଉଁ ଏତେ ବଡ଼ ସମାବେଶଟା ହେଲା, ଠାକୁରଙ୍କୁ ତ ଲୋକ କେନ୍ଦ୍ର କରିକି ଚାଲେ, କିନ୍ତୁ ଠାକୁରଙ୍କୁ ଧରିକି ବିଶେଷ କୃତିତ୍ୱ ଅର୍ଜନ କରିବା କୌଣସି ବ୍ୟକ୍ତିତ୍ୱ ଯଦି ବିଗତ ହୁଏ ତାର ସେଣ୍ଟିମେଣ୍ଟ ଆହୁରି ଅଧିକ ବି ଲୋକ ଆସନ୍ତି। ଆଜି এইভাবে একটা সমাবেশ হব, কেতে দূর দূরান্ত দিল্লি টু দেওঘর আনি সমস্ত আমি একে একাকি যেতে বিজি শিডিউল ଥିଲେ ବି ଗୋଟେ କଥା ଦିଆହେଇଥିଲା। ତାଙ୍କ ପରିବାର ତରଫରୁ ବିଶେଷ କରି କନ୍ୟା ମହାମାୟାର ଏକାନ୍ତ ରକ୍ଷା ଦ୍ୱାରା ଅନୁରୁଦ୍ଧ ହୋଇ ମୁଁ ଏଠିକି ମଧ୍ୟ ଆସିଲି, ଅନ୍ୟମାନେ ମଧ୍ୟ ଆସିଲି। ପିତା ବିଗତ ପିତୃଦେବ ମାତୃଦେବ ସରସ୍ୱତୀ ସାହି ବଂଶୀଧର ସ୍ୱାଇଁ ସରସ୍ୱତୀ ସ୍ୱାଇଁ ସେମାନଙ୍କର ଶ୍ରାଦ୍ଧ ବାର୍ଷିକୀ ଆଜି ଆୟୋଜନ। এই ଆୟୋଜନ ତାଙ୍କର ଶାରୀରିକ ଅନୁପସ୍ଥିତି ରହିଛି, କିନ୍ତୁ ତାଙ୍କ ଅନୁପସ୍ଥିତି ଗୋଟେ ମହାମିଳନ ବି ଏଠି ସୃଷ୍ଟି କରିଛି। এই ଦିନରେ ଲୋକ ସ୍ମୃତିଚାରଣ କରି ପରିବାର ଲୋକମାନେ ସ୍ମୃତିଚାରଣ କରନ୍ତି, ବିଗତ ଆତ୍ମାର ସଦ୍ଗତି ପାଏ। ଆମେମାନେ ବି ଆମର ଆନ୍ତରିକ ଦେଇ ପର ଯୋଡ଼ି ପ୍ରାର୍ଥନା କରୁଛୁ ଦୟାଳୁଙ୍କ ପାଖରେ ବିଦେୟୀ ଆତ୍ମାମାନଙ୍କର ଚିର ଶାନ୍ତି ଏବଂ ସଦ୍ଗତି ଉଦ୍ଦେଶ୍ୟ। ଜଣେ ବ୍ୟକ୍ତିତ୍ୱ ଥିଲେ, ଇଏ ଏକ ଆଦିଷ୍ଠାନ ସତ୍ସଙ୍ଗ ବିପ୍ଳବର ଏକ ଆଦିଷ୍ଠାନ ହେଉଛି ଏଇ ଜଗତସିଂହପୁର କୁଣ୍ଡମ୍ବାତି ଏରିଆ। ଯେତେବେଳେ ବିଶେଷ କିଛି ଓଡ଼ିଶାରେ ଡେଭଲପ ସେତେବେଳେ ମାନେ ସଂଶ୍ଳିଷ୍ଟ ଥିଲେ। ବୃଦ୍ଧ ପରିଣତ ବୟସରେ ମଧ୍ୟ ଦେଖିଛି ତାଙ୍କୁ ଯୁବକ ସୁଲଭ କୀର୍ତ୍ତିମାନ କଥା ଏବଂ ପ୍ରେରଣା ବହୁତ ଭଲ ଲାଗେ। ଏଇ ଜାନୁଆରୀ ମାସ ଆସୁଛି, ଏଥର ଆଉ ସେ ଡାକଟା ପାଇବିନି। ଜାନୁଆରୀ ଆମର ଘରୁ ଘରୁକା ବଂଶୀଦାଙ୍କର ଅନ୍ତତଃ ଗୋଟିଏ ଫୋନ୍ କଲ୍ ଅବশ্যଇ ଆସିଯାଏ। ଆଜି ରହିଛନ୍ତି ଆପଣଙ୍କ ପାଖରେ ଅଳ୍ପ ଭାଷଣ ଦେଇକି ଗଲେ, ଆପଣଙ୍କର ବକ୍ତବ୍ୟ ଦେଇକି ଆମର ଅଭୟ କୁମାର ପରିଡ଼ା ଭାଇ। এই ମହାମିଳନରେ ଆମେ ପରସ୍ପର ଏକାଠି ହଉ, ବାକ୍ୟର ଆଦାନ ପ୍ରଦାନ କରୁ, ଭାବର ଆଦାନ ପ୍ରଦାନ କରୁ, କିନ୍ତୁ କେହି ପ୍ରଳାପ କରୁନା। ଆମର ପ୍ରତିଟି କର୍ମ ପ୍ରତିଟି ଆଚରଣ ପ୍ରତ୍ୟେକଟା ବିହେଭିୟର ଭିତରେ ଦେଇ ଯାହାକି କର୍ମାନୁଷ୍ଠାନ କରୁନା ଭାଇ, ତାହା ଠାକୁର ପ୍ରଦତ୍ତ ବାଣୀର ଅନୁଗାମୀ ହେବା ଉଚିତ। ଯେତେ ଅନୁଷ୍ଠାନ କରେ, ଯେତେ ସଙ୍ଗୀତ, ଯେତେ ଯାହା କିଛି କରେ ନା କାହିଁକି, ବାଣୀ ଭିତରେ ଦୟାଲ ଜୀବନ୍ତ ଅଛନ୍ତି। ବାଣୀକି ଅନୁସରଣ କରି ଚାଲିବା ମାନେ ହିଁ ଏକରକମ ଭାବେ ତାଙ୍କୁ ଅନୁସରଣ କରି ଚାଲିବା। ମୋର କୌଣସି କରଣୀୟ ଭିତରେ ତାଙ୍କର ବାଣୀର ସାର୍ଥକତା ଯଦି ଟିକେ ହେଲେ ନଥାଏ, ସେ କରିବା ପ୍ରାୟ ବ୍ୟର୍ଥ କହିଲେ ଚଳେ। ସବୁ ଜିନିଷଟା ସେଇଭଳିଆ। ଠାକୁର କହିଲେ କ'ଣ, ଆଳାପ କର ମଧୁର ଭାବରେ ମିଷ୍ଟ ଭାବରେ। ଆଳାପ ପ୍ରଳାପ କରିବାକୁ ଚାହୁଁ, ଆଳାପ କର ହୃଦ୍ୟ ମନୋଜ୍ଞ ସାର୍ଥକ ସାମଞ୍ଜସ୍ୟ ନେଇ, କିନ୍ତୁ ପ୍ରଳାପ କରିବାକୁ ଚାହୁଁନା। ଆମେ ସତ୍ସଙ୍ଗୀ ସେଇ ହିସାବରେ ପ୍ରଳାପୀ ନହୁ, ଅଭ୍ୟାସ କରୁଛୁ। ଗୋଟିଏ ଗୋଟିଏ ହୃଦୟ ଅନ୍ୟ ହୃଦୟକୁ ସେଭଳି ଭାବେ ଉଦ୍ଦୀପ୍ତ କରିବା। ବହୁ କଷ୍ଟରେ ଆଜି ଜାଗା ଖଣ୍ଡିକ ଏଭଳି ଭାବରେ ହେଇଛି ବୋଲି ସୁବିସ୍ତୃତ ସତ୍ସଙ୍ଗ ଧାରଣା କରିଛି ଏଇ ହଲ୍, ଗ୍ରାଉଣ୍ଡ ହଲ୍। ତା ବି ଦିନେ ଜାଗା ଉଠିବ କି ନାହିଁ ସନ୍ଦେହ। এই কথাକୁ ଲକ୍ଷ୍ୟ କରି ଯେତେ ଗୁଡ଼ିଏ ନିର୍ମାଣ ମନ୍ଦିର ବା ନିର୍ମିତ ହେଇସାରିଛି, ସବୁ ଜାଗାରେ ଆଚାର୍ଯ୍ୟ ଗୌର ନିର୍ଦ୍ଦେଶ ଥିଲା ଉପରେ ଠାକୁର ବସିବେ, ବିଗ୍ରହ ବସିବେ, ତଳ ହଲ୍ଟା ପୁରା ଖାଲି ରହିବ। କିନ୍ତୁ ମନ୍ଦିରର ତଳ ହଲ୍ ସିଏ ବି କେତେ ଜାଗା, ସିଏ ବି ଏଇ ଲୋକ ସମାଗମକୁ ସିଏ ବି ଆକୋମୋଡେଟ୍ କରିପାରିବେ। ଏ ସିଦ୍ଧାନ୍ତ କରିଚାଲିଛି।
आचार्यदेव वर्तमान परिस्थिति लक्ष्य कर केते गुड़िए कथा विशेष भाव में मुझे आसबार अन्यतम गोटे प्रलोभन गोटे कमन कथा समस्त को बेसी लोक को जन देवार गोटे सुजोग आसे बर्तमान सत्संग कुआरू आचार्य कौन चाहूँ कौन करने हम तार अनेक किसी प्रेक्षापट बदली बदली चली प्रयोजन अनुजाई बृहत्तर इष्ट स्वार्थ प्रतिष्ठा अनुजाई पूरा बदली बदली जाए आचार्य कथा निर्देश जी आप जापर सी मुष्टि परिमाण द्वारा दायबद्धता चापी दे निश्चिंत हाँपाई चाहूना सी चाहते प्रत्येक सत्संगी से श्रमिक रिक्शा पूर्ण रोना कहीं टिके ना टे ठाकुर कथा भावु टिके ना टे ठाकुर करू समस्ते भागीदार समस्ते सेयारी नुह कौन कर्म दायित्व केवल 4-5 जन वरिष्ठ कर्मकर्ता पाखे पड़ रहा आबद्ध रहा आलोक ना नुआ कमिटी नूतन संस्कृतिधारी मान आमंत्रण सब किसी तो गोटे कथा अच्छे क्या बाद दिया जो नुआ पिला आसवे जो नुआ कमिटी हम कम हम वरिष्ठ नीति मान समर्थन हम मुख्यतः गोटे परिचालक हिसाब से रही मुख्यतः लीगाली परिचालक जन रही समझे आम परिचालक समिति पिता पुत्र को जन्म दिए असमय दुर्बल समय पुत्र सबकि शोल्डर करे सबकि दायित्व निर्वाह करे या माने नुहे पिता पड़े चलीगले से कम न कर उत्साह प्रेरणा अभिज्ञता पुत्र को सुगम करे तार पथ सुगम करे से सत्संग बात करेंगे ना उत्सव गुड़िक जो मैंने नवेदन करुप निर्देश देते विस्तृति हम केतेटा साधारण सत्संगीकर प्रत्येक घरे घरे कर्म दायित्व पहुँचवा मुझे भावित हम यही प्रचेषा आचार्य प्रकृत पक्षे यही भाव न चलवा जदि आम ताले सत्संग किभली भाव चलवा असंभव हो पड़े गाय गाय तो बहु बढ़ी चली इष्टबुद्धि अध्यक्ष आरंभ कर मंदिर अध्यक्ष आरंभ कर जगह जमी आरंभ कर बहु व्यापक भाव में कर्मधारा रही जार वैशिष्ट्य अनुजाई किए जो पारे ये 5000 पद निर्विशेष कथा समस्त भागीदार है समस्त आसवे समस्ते कह बर्तमान आसित ऋषि भाई कहले मुझे नहीं आम पुरी कथा उत्कल आगमन उत्सव से विशेष कहले आज राज्य कर्मकर्ता सत्संग मान अनुरोध कर मथारे रखी गोटे प्लानिंग रे काम करेंगे भल हम